ଆରପାରିରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା। ହଲିଉଡ୍ ସିନେମା ସିଟି ଅଫ୍ ଜୟରେ ଅଭିନୟ କରିଥିଲେ ଅଭିନେତା ଚକ୍ରଧର ଜେନା। ଓଡ଼ିଆ ସିନେମା ପଥର ଘସୁଛି ବଡ଼ ଦେଉଳ, ସିଂହବାହିନୀ ତା ସହିତ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରିସାରିଛନ୍ତି। 1988ରେ NST ପାସ୍ କରିଥିଲେ ଅଭିନେତା ଚକ୍ରଧର ଜେନା। ହେଲେ ସେ ଆଉ ଏ ଦୁନିଆରେ ନାହାନ୍ତି। ଦୁନିଆକୁ ଅଲବିଦା କହି ଆରପାରିକୁ ଚାଲି ଯାଇଛନ୍ତି। ଅଚାନକ ଏହି ଦୁଃଖ ଖବର ଆସିବା ପରେ ସାରା ଅଲିଉଡ୍ ଇଣ୍ଡଷ୍ଟ୍ରି, ସାରା ଚଳଚ୍ଚିତ୍ର ଜଗତରେ ଦୁଃଖ ଲହରୀ ଖେଳି ଯାଇଛି। ହଠାତ୍ ଏମିତି କ'ଣ ଘଟିଲା, କ'ଣ ପାଇଁ ତାଙ୍କର ଅଚାନକ ଦେହାନ୍ତ ଘଟିଲା? ଆରପାରିରେ ଅଭିନେତା ଚକ୍ରଧର ଜେନା ନିଜ କ୍ୟାରିୟରରେ ଅନେକ ସଫଳତା ପାଇଥିଲେ, ଦର୍ଶକମାନଙ୍କ ହୃଦୟରେ ସ୍ଥାନ ତିଆରି କରିପାରିଥିଲେ। 90 ଦଶକର ଜଣେ ଆଗଧାଡ଼ିର ଅଭିନେତା ଥିଲେ ଅଭିନେତା ଚକ୍ରଧର ଜେନା। ହେଲେ ସେ ଆଉ ଏ ଦୁନିଆରେ ନାହାନ୍ତି। ଦୁନିଆକୁ ଅଲବିଦା କହି ଆରପାରିକୁ ଚାଲି ଯାଇଛନ୍ତି। ଅଚାନକ ଏମିତି ତାଙ୍କର ମୃତ୍ୟୁ ଖବର ଆସିବା ପରେ ସାରା ଅଲିଉଡ୍ ଇଣ୍ଡଷ୍ଟ୍ରି, ସାରା ଓଡ଼ିଶାରେ ଶୋକ ଲହରୀ ଖେଳି ଯାଇଛି। ଏହି ଦୁଃଖ ଖବରଟି ନିଜେ ଅଭିନେତା ଶ୍ରୀତମ ଦାସ ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଜରିଆରେ ଭିଡ଼ିଓ ଜାରି କରି ଫ୍ୟାନ୍ମାନଙ୍କ ସହିତ ସେୟାର କରିଛନ୍ତି। ଆମର ଏହି ଚ୍ୟାନେଲ ତରଫରୁ ଭଗବାନଙ୍କ ନିକଟରେ କେବଳ ଏତିକି ପ୍ରାର୍ଥନା ଯେ ଅଭିନେତା ଚକ୍ରଧର ଜେନାଙ୍କର ଆତ୍ମାର ସଦ୍ଗତି